ସାଙ୍ଗ ମାନେ ଆପଣ ମାନେ କିପରି ଅଛନ୍ତି? ଆପଣ ମାନେ ନିଶ୍ଚିତ ଭଲରେ ଥିବେ। ମୁଁ ବି ଭଲରେ ଅଛି। ଚାଲନ୍ତୁ ଆଜିର ଆଉ ଗୋଟିଏ ନୂଆ ବ୍ଲଗକୁ ସ୍ୱାଗତ ଜଣାଇ ମୋର ବ୍ଲଗଟି ଆରମ୍ଭ କରିବା। ଜୟ ଜଗନ୍ନାଥ। ସାଙ୍ଗମାନେ ଆଜି ଆମର ରୋଷେଇରେ ଆମର ଶେଉଳ ମାଛ, ଆମ ପୋଖରୀ ଶେଉଳ ମାଛ। ବର୍ତ୍ତମାନ ପାଇଁ ଶେଉଳ ମାଛ ଏଠି ଭଜା ଚାଲିଛି। ଲୁଣ ହଳଦୀ ଗୁଳା ହୋଇକି ବି କିଛି ରଖାହେଇଛି। ମୁଁ ଭାଜିବା ଆରମ୍ଭ କରିଦେଇଛି। ବର୍ତ୍ତମାନ ପାଇଁ କିଛି ବି ଭାଜି ସାରିଲେଣି, ଆପଣମାନେ ଦେଖିପାରୁଥିବେ ନିଶ୍ଚିତ। ତାପରେ ଦେଖନ୍ତୁ କେଉଁଭଳି ଭାବେ ଆମ ପୋଖରୀ ମାଛ, ପୁରା ଦେଶୀ ଶେଉଳ ମାଛ ଏବଂ କଉ ମାଛ ଭଜା ହୋଇକି ରଖାହେଇଛି। ତା ସହିତ ଦେଖନ୍ତୁ କେତେ ସୁନ୍ଦର ଭାବେ ଦେଖାଯାଉଛି। ତାପରେ ଆମର ଏଠି ତରକାରୀ ବି ପୁରା ରେଡ଼ି ହୋଇ ଆସିଲାଣି। ଆଉ ଅଳ୍ପ ସମୟ ପରେ ପୁରା କମ୍ପ୍ଲିଟ୍ ହୋଇଯିବ। ବର୍ତ୍ତମାନ ସୁଦ୍ଧା କମ୍ପ୍ଲିଟ୍ ହେଇଗଲାଣି। ଦେଖନ୍ତୁ କେତେ ସୁନ୍ଦର ଭାବେ ତରକାରୀ ପୁରା ଦେଖାଯାଉଛି। ମୁଁ ଆପଣଙ୍କୁ ଆଉ ଗୋଟିଏ ଜିନିଷ ଦେଖାଇ ନଥିଲି। ଆପଣଙ୍କୁ ଆଜି କହି ରଖୁଛି, ମୁଁ ଏଇ ବର୍ତ୍ତମାନ ଯେଉଁ କାନଫୁଲଟି ପିନ୍ଧିଥିଲି, କାଲି ମୁଁ ବି ତାକୁ ସାଙ୍ଗରେ କିଣିକି ଆଣିଥିଲି। ଆପଣଙ୍କୁ ଦୁଇଟି ଜିନିଷ ଦେଖାଇଥିଲି, ଏଇ କାନଫୁଲଟି ଦେଖାଇ ନଥିଲି। ଆପଣଙ୍କୁ ଦୁଇଟି ଜିନିଷ ଦେଖାଇଥିଲି, ଗୋଟିଏ ହେଲା ପାଉଁଜ ଆଉ ଆମ ଝିଅ ପାଇଁ, ଆଉ ଗୋଟିଏ କାନଫୁଲ ବି ମୋ ପାଇଁ। କିନ୍ତୁ ଏଇ କାନଫୁଲଟି ଆପଣଙ୍କୁ ମୁଁ ଜମାରୁ ଦେଖାଇନଥିଲି। ସେଥିପାଇଁ ଆଜି ବ୍ଲଗ୍ରେ ଏଇ କାନଫୁଲଟି ଆପଣଙ୍କୁ ମୁଁ ଦେଖାଉଛି। ଆପଣଙ୍କୁ କିପରି ଲାଗୁଛି ମୋତେ ନିହାତି କମେଣ୍ଟ କରି ଜଣାଇବେ। ଆପଣମାନେ ଜାଣିପାରୁଥିବେ ତ ବର୍ତ୍ତମାନର ସୁନା କିଭଳି ଭାବେ ହୋଇ ବଢ଼ୁଛି। ବର୍ତ୍ତମାନ ତ ବାହାଘର ସିଜିନ୍ ଚାଲିଛି, ଆହୁରି ବି ରେଟ୍ ଅଧିକ ହୋଇଯାଇଛି। ମୋର ତ ବାହାଘର 30 ବର୍ଷ ହୋଇଗଲାଣି। ମୋର ସେତିକିବେଳେ ମୁଁ ଯେତେବେଳେ ବାହା ହୋଇକି ଆସିଲି, ମୋର ସୁନାର ଦାମ୍ 4,000 ଟଙ୍କା ଥିଲା। ବର୍ତ୍ତମାନ ତା କେତେ ଗୁଣ ହେଇଯାଇଛି ଆପଣ ନିଶ୍ଚିତ ଜାଣିପାରୁଥିବେ। ଏଇ ପାଉଁଜଟି କାଲି ତ ଆପଣଙ୍କୁ ମୁଁ ଦେଖାଇଥିଲି ବ୍ଲଗ୍ରେ, ଏଟା ମୋ ଝିଅ ପାଇଁ। ତା ସହିତ ମୋର ଏଇ କାନଫୁଲଟି। କିନ୍ତୁ ଆଜି ଯେଉଁ ପିନ୍ଧିକି ଦେଖାଉଛି ଯେଉଁ କାନଫୁଲଟି, ସେଟା ଆପଣଙ୍କୁ ଦେଖାଇ ନଥିଲି। ଏ କାନଫୁଲଟି କିପରି ହୋଇଛି ବି ମୋତେ କମେଣ୍ଟ କରି ନିହାତି ଜଣାଇବେ। କାଲି ୟାର ରେସିପି କେତେ ଆପଣଙ୍କୁ କହିନଥିଲି। ୟାର ରେସିପି ହେଲା 22,000 ଟଙ୍କା। ଆପଣଙ୍କୁ ମୋତେ ତ ଭଲ ଲାଗିଛି, ଆପଣଙ୍କୁ କିପରି ଲାଗୁଥିବ ମୋତେ ତ ଜଣା ନାହିଁ ନା। ଏଇ ଦେଖନ୍ତୁ, ଏଇ କାନଫୁଲଟି ମୁଁ କାଲି ବି କିଣିକି ଆଣିଥିଲି। ମୁଁ ସେଥିପାଇଁ ପିନ୍ଧିକି ଦେଖୁଥିଲି ମୋତେ ଭଲ ଲାଗୁଛି କି ନାହିଁ। ପିନ୍ଧି ସାରିଲା ପରେ ମୋତେ ତ ବହୁତ ଭଲ ଲାଗିଲା, ସେଥିପାଇଁ ମୁଁ କିଣିକି ନେଇ ଆସିଲି। ଆପଣଙ୍କୁ ତ ଜୁମ୍ କରିକି ଦେଖାଇ ଦେଉଛି। ଆପଣଙ୍କୁ କିପରି ଲାଗିଛି ମୋତେ ନିହାତି କମେଣ୍ଟ ମାଧ୍ୟମରେ ଜଣାଇବେ। ଦେଖନ୍ତୁ ଏଇ କାନଫୁଲଟି, ଏଟା ବି ଆଉ ଗୋଟିଏ କାନଫୁଲ। ଏଟା କିନ୍ତୁ ମୁଁ ପିନ୍ଧିଥିଲି, ଆଣିନଥିଲି।
ମୁଁ ବର୍ତ୍ତମାନ ପାଇଁ ମାର୍କେଟରେ ପହଞ୍ଚାରିଛି। ମୁଁ ଆଜି ମାର୍କେଟ ଗଲାବେଳେ ଏଇ ନାତି ଟୋକାଟିକୁ ଦେଖ ଜମାରୁ ମୋତେ ଛାଡ଼ିଲାଣି। ଇଏ ତ ଆପଣଙ୍କୁ ମୋର ନେକ୍ସଟ ବ୍ଲଗ୍ରେ କହି ରଖିଥିଲି, ମୋ ବଡ଼ ଭାଇଙ୍କର ନାତି ମାନେ ମୋର ନାତି। ମୁଁ ଆଜି ଯେତେବେଳେ ମାର୍କେଟ ଗଲି ଇଏ ଜମାରୁ ଏତେ ରଡ଼ି କଲା ଯେ ମୋ ସହିତ ବାହାରିଲା ଯିବା ପାଇଁ। ମୁଁ ବାଧ୍ୟ ହୋଇ ତାକୁ ସାଙ୍ଗରେ ନେଇକି ଗଲି। ତା'ର ଗେଟଅପ୍ କିଭଳି ଭାବେ ଦେଖନ୍ତୁ, ନା ଜୋତା ଅଛି ନା ଭଲ ଡ୍ରେସ୍ ଅଛି। ଯାଇ ମାର୍କେଟରେ ପହଞ୍ଚିଲା ପରେ ସେ କେତେ ଖୁସି ହେଲା। ତା'ର ଜେଜେ ବର୍ତ୍ତମାନ ପାଇଁ ତେଲ ପକାଉଛନ୍ତି, ଆମେ ଦୁଇଜଣ ସେ ଟାଙ୍କି ପାଖାପାଖି ବୁଲୁଛୁ। ତାପରେ ଆସି ମିଠା ଦୋକାନରେ ପହଞ୍ଚିଗଲୁ। ପହଞ୍ଚିଲା ପରେ ଦେଖନ୍ତୁ ଆମ ନାତି ଟୋକା କିଭଳି ଭାବେ ରାବିଡ଼ି ଧରି ଖାଉଛି। ଜମାରୁ କାହାକୁ ଧରେଇ ଦେଉନି। ସେ କେତେ ମୁଁ ଖୁଆଇ ଦେଲା ବେଳକୁ ବି ସେ ଜମାରୁ ମୋତେ ବି ହାତ ପେଲି ଦେଉଛି ଯେ କହୁଛି ମୁଁ ନିଜେ ଖାଇବି। ଦେଖନ୍ତୁ କି କେଉଁଭଳି ମାନେ ଉପାୟରେ ଖାଉଛି, ଜମାରୁ ଟିକେ ବି ତଳେ ପକାଇ ଦେଉନି। ତା'ର ସମୁଦାୟ ବୟସ ହେଲା 1.5 ବର୍ଷ। ଆପଣମାନେ ଦେଖୁଛ ଭଲସେ କଥା କହି ଶିଖୁନି, ଏମିତି ଠରାଠରିରେ ତା କଥା ଆମେ ଯାଇ ବୁଝୁଛୁ। ଦେଖନ୍ତୁ କେତେ ସୁନ୍ଦର ଭାବେ ସେ ଏଠି ବାପରେ ବାପ କେତେ ସୁନ୍ଦର ଭାବେ ପୋଜ୍ ଦେଇ ପୁରା ଖାଉଛି। ଆଜ୍ଞା କିଛି ସମୟ ପାଇଁ ସିଏ ତା'ର ରାବିଡ଼ି ଖାଇଲା। ମୁଁ ବି ମଧ୍ୟ ଗୋଟେ ରାବିଡ଼ି ଆଣି ଖାଇଲି। ଖାଇସାରିଲା ପରେ ଆମେ ତାପରେ ଏଠୁ ବାହାରିଲୁ। ବାହାରି ନଥିଲୁ, କିଛି ଛୋଟ ପିଲା ତ ବହୁତ ସମୟ ଲାଗିବ ଖାଇବା ପାଇଁ, ସେଥିପାଇଁ ତା ପାଇଁ ମୁଁ ଏଠି ଅପେକ୍ଷା କରି ବସିଥିଲି। ସିଏ ଖାଇସାରିଲା ପରେ ଆମେ ସମସ୍ତେ ମାନେ ମୁଁ ମୋ ବାବୁ ଆଉ ମୋ ନାତି ଟୋକା ସାଙ୍ଗ ହୋଇ ଆସିବୁ। ତା ପାଇଁ ତ ସେ ଟିକେ ଟିକେ ଅନଉଛି, ତା ଭାଷାରେ ବି ସେ କଥା କହୁଛି ଏବଂ ଖାଉଛି। ମଝିରେ ମୋତେ ବି ଖୁଆଇ ଦେଉଛି। ଏଇ ଦେଖନ୍ତୁ ମୋତେ କେଉଁଭଳି ଭାବେ ଖୁଆଇ ଦେଉଛି। ତା'ର ଗୋଟେ ଆନନ୍ଦ। ବାପର ବାପେ କେତେ ସୁନ୍ଦର ଭାବେ ସେ ନିଜେ ଖାଇଦେଉଛି, ତାପରେ ବି ମୋତେ ଟିକେ ଦେଇ ଦେଉଛି। ଆପଣମାନେ ଦେଖୁଥିବେ ସେ କିପରି ଭାବେ ଖାଉଛି। ବାବା ଜମା କାହାକୁ ବି ଛୁଇଁ ଦେଉନି, ନା ତା ଜେଜେକୁ ଛୁଇଁ ଦେଉଛି ନା ମୋତେ ଛୁଇଁ ଦେଉଛି। କାହାକୁ ବାପରେ ବାପ କି ହସ କି ସ୍ମାଇଲ୍ ତା'ର। ତା ପାଇଁ ବହୁତ ସମୟ ଏଠି ଅପେକ୍ଷା କରିବାକୁ ଆମକୁ ପଡ଼ିଲା, କାରଣ ଛୋଟ ପିଲା ତ ବହୁତ ସମୟ ଲାଗିବ ତା'ର ଖାଇବାକୁ। ମୁଁ ରାବିଡ଼ି ଖାଇସାରିଲା ପରେ ବି ତା'ର କିଛି ବି ଟିକେ ଅଧା ଅଧି ହେଇନାହିଁ। ତାପରେ ବର୍ତ୍ତମାନ ଏଠି ଖାଇସାରିଲା ପରେ ଗୋଟେ ଫୁଟି ଦେଖି ତାକୁ କହିଲି ମୁଁ ଫୁଟିଟାକୁ ଦେଖେଇବେନି, ଏମିତି ସେ ଫୁଟି ଦୋକାନୀ ଆଣି ଦେଲା ବେଳକୁ ସେ କେତେ ଖୁସି ହେଇ ତା ହାତରୁ ନେଇ ଆସିଲା। ତାପରେ ମାର୍କେଟରେ ଆମର କାମ ସବୁ ସରିଗଲା ପରେ ଆମେ ସାଙ୍ଗ ହୋଇ ଘରକୁ ଫେରିଲୁ। ତା'ର କିନ୍ତୁ ଜମାରୁ ଇଚ୍ଛା ନଥିଲା ଯେ ଘରକୁ ଆସିବା ପାଇଁ, କାରଣ ବହୁତ ଲାଇଟ୍ ଗାଡ଼ି ବାহিରେ ମାର୍କେଟରେ ଦେଖିବା ପାଇଁ ମିଳୁଥିଲା ତ, ସେଥିପାଇଁ ଏତେ ଖୁସି ହୋଇଯାଇଥିଲା ଯେ ସିଏ ତାକୁ ପଚାରିଲା ବେଳକୁ ଜମାରୁ ମନା କରୁଛି ଯେ ମୁଁ ଜମା ଯିବିନି। ଦେଖନ୍ତୁ କେତେ ସୁନ୍ଦର ହାଇ ଟାଇ କରୁଛି ତାକୁ ଜେଜେ। ସାଙ୍ଗମାନେ ଆପଣଙ୍କୁ ଯଦି ମୋ ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚିତ କରିବେ, ଜମାରୁ ଭୁଲିବେନି। ଆପଣଙ୍କ ସହିତ ମୋର ନେକ୍ସଟ ବ୍ଲଗ୍ରେ ଦେଖାଯିବ। ସେ ପର୍ଯ୍ୟନ୍ତ ରହିଲି। ଜୟ ଜଗନ୍ନାଥ, ନମସ୍କାର, ଗୁଡ୍ ବାଏ।